ଆଜିର ବିଷୟବସ୍ତୁଟା ଅଛି SEC CEC ତାହାର ବ୍ୟବହାର କରି ଶିଖିବା ମାନେ ଇଂଲିଶରେ ସ୍ପେଲିଂର ମାନେ ଇଂଲିଶର ସ୍ପେଲିଂ SEC ଆଉ CEC ଏଇ ଦୁଇଟାର ସ୍ପେଲିଂ ଯେ ସମାନ ଆସୁଛି କିନ୍ତୁ SEC ଆମେ କହୁଛି କ'ଣ ସି ମାନେ କହୁଛି ଉଚ୍ଚାରଣ ହଉଛି ସି କିନ୍ତୁ ଲେଖୁଛି କ'ଣ SE ଅର୍ଥାତ୍ CE ଲେଖୁଛି ଏବଂ ଏଠି କ'ଣ ଅଛି SE ର ବ୍ୟବହାର ଆଉ SE ଆଉ ହେଲା CEC ତ ଏଇ ଦୁଇଟାର ବ୍ୟବହାର କେଇଠି ଦେଖିବା ଦେଖ C is used in most common English words ending with S sound କ'ଣ ହେଇଥିବ ନା S sound ଯୋଉଠି ମାନେ ଶେଷରେ କ'ଣ ହଉଥିବ ଯେଉଁ ଶବ୍ଦରେ କି ଶେଷରେ କି କ'ଣ S sound ଉଚ୍ଚାରଣ ହଉଥିବ ସେଇ ଜାଗାରେ କ'ଣ ହେଇଯିବ ତମର CEC ବ୍ୟବହାର ହବ ଆଉ ଗୋଟେ କ'ଣ ଦେଖ CE ତମର କୋଉଠି ହେଇଯିବ CE ର ବ୍ୟବହାର କ'ଣ ହେଇଯିବ ନା CE is used when the S sound must be soft after A O U A କ'ଣ ହେଇଯିବ A O U ଯଦି ସଫ୍ଟ ମାନେ ସେଠି ସାଇଲେଣ୍ଟ ବା ରହି ମାନେ ସେଇଟା ନୁଚି କରି ରହୁଥିବ ବା ସାଇଲେଣ୍ଟ ରହିଯାଇଥିବ ସେଇ ଜାଗାରେ କ'ଣ ହେଇଯିବ ତମର CE ବ୍ୟବହାର ହବ CE ସେଇଠି ତମରକୁ ବ୍ୟବହାର କରାଯିବ ଦେଖ ତ ୟାକୁ ଆହୁରି ଗୋଟେ କହିପାରିବା କ'ଣ ଯେଉଁ ଶବ୍ଦଟି କ'ଣ ହେଇଯିବ ଯେଉଁ ଶବ୍ଦଟି ନାଉନ୍କୁ ବୁଝାଉଥିବ ଯେଉଁ ଶବ୍ଦଟି ନାଉନ୍କୁ ବୁଝାଉଥିବ ତାହାକୁ ଯଦି ଆମେ ଭାର୍ବ ଫର୍ମକୁ ନେଇ ଆସିବୁ ତ ତାହାକୁ ଯଦି ଆମେ ଭାର୍ବ ଫର୍ମକୁ ନେଇ ଆସିବୁ ତ ସେଇଠି କ'ଣ ହେଇଯିବ SE ୟୁଜ୍ ହବ ଉଦାହରଣ ସ୍ୱରୂପ ଦେଖ ଆଡଭାଇସ୍ ADVIC ତ ଏଇଟାକୁ ଯଦି ଆମେ ଏଇଟା କ'ଣ ହେଲା ନାଉନ୍ ଏଇଟା କ'ଣ ହେଲା ନାଉନ୍ ୟାକୁ ଯଦି ଭାର୍ବ ଫର୍ମକୁ ନେଇଯିବା କ'ଣ ADVIC ଆଡଭାଇସ୍ ତ କ'ଣ ହେଇଯିବ ତ ଏଇଟା କ'ଣ ହେଇଯିବ ତ କ'ଣ ହେଇଯିବ ଇଏ ହେଲା ନାଉନ୍କୁ କ'ଣ ହେଇଯିବ ନା ଯେଉଁ ଶବ୍ଦଟି ନାଉନ୍କୁ ବୁଝାଉଥିବ ତା ପରିବର୍ତ୍ତେ ଯଦି ଆମେ ଭାର୍ବ ଫର୍ମକୁ ନେଇ ଆସିବୁ ମାନେ ସେ ନାଉନ୍କୁ ଯଦି ଆମେ ଭାର୍ବ ଫର୍ମକୁ ନେଇ ଆସିବୁ ସେଇଠି କ'ଣ ହେଇଯିବ SE ୟୁଜ୍ ହବ SE ୟୁଜ୍ ହବ SC ର ଦେଖ SC ର କି କ'ଣ ହେଇଯିବ SC ର କି ତମର କେତେ ଗୁଡ଼ିଏ ଉଦାହରଣ ଦେଉଛି ମାନେ ଶବ୍ଦ ବା ୱାର୍ଡ଼ ଲେଖୁଛୁ କ'ଣ ଯେଟା କି ନାଉନ୍ ଲେଖିବ ନାଉନ୍କୁ ତାକୁ ଭାର୍ବରେ ଲେଖିଗଲା ସେଠି ଆମର SE ୱାର୍ଡ଼ ୟୁଜ୍ ହବ ଦେଖ ଏଇଟା କ'ଣ ହେଲା ନାଉନ୍ରେ କ'ଣ ହେଇଯିବ ଆଉ କ'ଣ ହେଇଯିବ ନାଉନ୍କୁ ଏଇଟା ଭାର୍ବ ନାଉନ୍ ଆଉ ଭାର୍ବ ଏଇଠି ମୁଁ କ'ଣ ଲେଖିନି ଆଡଭାଇସ୍ କ'ଣ ଲେଖିନି ଆଡଭାଇସ୍ ଲାଇସେନ୍ସ ଆଡଭାଇସ୍ ପୋଲିସ ଲାଇସେନ୍ସ ଡିଭାଇସ୍ ଏଥିରେ କ'ଣ ହବ ଦେଖ ୟାକୁ ଭାର୍ବ ଫର୍ମକୁ ଯେତେବେଳେ ନେଇ ଆସିବା ଏଇ ଯେ ଆଡଭାଇସ୍କୁ ଭାର୍ବ ଫର୍ମ ନେଇ ଆସିବା କ'ଣ ଏଇ ଯେ CE ଜାଗାରେ କି କ'ଣ ହେଇଯିବ CE ବଦଳରେ ତମେ କ'ଣ SE ଲଗେଇଦେଲେ ତ ସେଇଠି କ'ଣ CE ୟୁଜ୍ ହବ ଦେଖ ଆଡଭାଇସ୍ ADVIC ଆଡଭାଇସ୍ ଆଉ କ'ଣ ଲାଇସେନ୍ସ ଏଇଟା କ'ଣ ହେଇଯିବ LICENS ଲାଇସେନ୍ସ ପୁଣି କ'ଣ ଡିଭାଇସ୍ କ'ଣ ହେଇଯିବ DEVIS ଡିଭାଇସ୍ ତ ଏମିତି ଆହୁରି ଗୋଟେ ଶବ୍ଦ କ'ଣ ପ୍ରାକ୍ଟିସ୍ ଦେଖ ପ୍ରାକ୍ଟିସ୍ PRATIC ତ ୟାକୁ ଯେତେବେଳେ ନାଉନ୍ଟାକୁ ଯେତେବେଳେ ଭାର୍ବ ଫର୍ମକୁ ନେଇ ଆସିବ ସେଇଠି କ'ଣ ହେଇଯିବ SE ଏଡ୍ ହେଇଯିବ SE ଦେଖ ପ୍ରାକ୍ଟିସ୍ PRATIC ପ୍ରାକ୍ଟିସ୍ ତ ଇଏ କ'ଣ ଦେଖ SE ର ବ୍ୟବହାର କ'ଣ ହେଇଯିବ C is used in most common English word ending in S sound ମାନେ S sound ଯଦି ମାନେ କ'ଣ ହେଇଯିବ ଶେଷ ଶବ୍ଦରେ କି ଯେଉଁ ଶବ୍ଦଟିର ଶେଷରେ କି ତମେ S sound ବା ଉଚ୍ଚାରଣ ସ୍ପେଲିଂ ହଉଥିବ ସେଇ ଜାଗାରେ କ'ଣ ହେଇଯିବ ନା CE ବ୍ୟବହାର ହବ ବୁଝିପାରିଲ ଆଉ ତାକୁ କ'ଣ ଯଦି ଏହାକୁ ଆମେ ନାଉନ୍ଟାକୁ ଯଦି ଭାର୍ବ ଫର୍ମକୁ ନେଇ ଆସିବା ସେଇଠି କ'ଣ ହେଇଯିବ ନା ମାନେ SE ମାନେ ଶବ୍ଦ ଏଡ୍ ହବ ବା SE ୟୁଜ୍ କରାଯିବ ତ ଏବେ ଚାଲ ଦେଖ CE କୋଉଠି ବ୍ୟବହାର କରିବ CE ଆମେ କହୁଛି ଦେଖ CE କ'ଣ ନା ସ୍ପେଲିଂରେ କ'ଣ ହେଉଛି ଦେଖ ସ୍ପେଲିଂର C ଅର୍ଥାତ୍ ଆଲଫାବେଟ୍ର C ମାନେ C ଓନ୍ଲି C ଲେଖୁଛେ କିନ୍ତୁ ଲେଖିଲା ବେଳକୁ କ'ଣ CE ଲେଖୁଛି ଦୁଇଟା ଅକ୍ଷର ଗୋଟେ ହେଲା C ଆଉ ଗୋଟେ ହେଲା E ତ ଏଇ CE କୋଉଠି ବ୍ୟବହାର କରିବ CE is used when the S sound must be soft after
এ ও ইউ এই যে ভাওয়েল সাউন্ড থিব কোন এই ভাওয়েল সাউন্ড যে কোন মোস্ট বি কোন ভাওয়েল সাউন্ড যে থিব আফটার ভাওয়েল আফটার ভাওয়েল ভাওয়েল কোন আফটার ভাওয়েল মেনলি কেটা এ ও ইউ এই তিনটা যদি ভাওয়েল সাউন্ড থাকে মানে সাউন্ড মানে কোন যে সফট রইଯିବ ତ ସାଇଲେଣ୍ଟ ରଇଯିବ ସେଇ ଜାଗାରେ କଣ ହେଇଯିବ ତମର ସି ଇ ବ୍ୟବହାର କରିବ ଦେଖ ସି ର ବ୍ୟବହାର ମୁଁ କେତେ ଗୋଟେ ଲେଖୁଛି ଦେଖ ଫେଜ୍ एफ ए सी ई तो ये कौन है जो फेस जे हला देखो ये जे फेस फेस तो ये कौन ना एफ आउज आउ सी ई आउज तो ए टा कौन है ना মানে সফট রয়ে যাও সফট ওয়ার্ড বা সাইলেন্ট হয়ে যাଉଛି তো এই ফেসটা ফেস এই যে এটা কোন সফট ভাওয়েল সফট ভাওয়েল অর্থাৎ কোন এই যে না ସି ପୂର୍ବରୁ ଏ ମାନେ ଏ ହଉଛି ଆମର କଣ ହେଇଛି ସଫ୍ଟ ଭାୱେଲ ବା ସାଇଲେଣ୍ଟ ଭାୱେଲ ରେ ଯାଉଛି ତ ସେମିତି ଫେସ୍ ପଲିଶ 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 ଭଏସ ଭଏସ ଦେଖ এই যে କଣ ହେଲା ନା ଏଇ ଯେ ଆମର ଭଏସ ଭଏସ ଭି ଓ ଭଏସ ଭି ଉଚ୍ଚାରଣ ହେଇକି କଣ ହେଇଯିବ ନା ଭି ହେଇକି କଣ ସି ଆଉଛି ତ ଏଇ ଜାଗାର କଣ ହେଇଛି ଓ ମାନେ ଓ ଟା କଣ ହେଇଯିବ ସଫ୍ଟ ଭାୱେଲ ରେ ଯାଉଛି ତ ଏଇ କ୍ଷେତ୍ରରେ ଭଏସ ପଲିଶ ଅଫିସ ଅଫିସ ପ୍ରାକ୍ଟିସ ପ୍ରାକ୍ଟିସ ଇତ୍ୟାଦି ଇତ୍ୟାଦି ତ ଏଇ ସବୁ ଜାଗାରେ କଣ ହେଇଯିବ ତମର ସି ବ୍ୟବହାର ହେଇଯିବ ସି ଏହାର ଆଉ ଗୋଟେ କଣ୍ଡିସନ ଅଛି କଣ ଯେଉଁ ଶବ୍ଦଟି ଶେଷରେ କି ମାନେ ଏସ୍ ସାଉଣ୍ଡ ପୂର୍ବରୁ ଏସ୍ ମାନେ ଏସ୍ ସାଉଣ୍ଡ ପୂର୍ବରୁ ଏନ୍ ବା ଆର୍ ଥିବ ଏନ୍ ବା ଆର୍ ଥିବ ସେଇ ଜାଗାରେ କଣ ହେଇଯିବ ତମର ସି ୟୁଜ ହବ ଏସ୍ ଇ ସି ସି ସେଇ ଜାଗାରେ କି ଏସ୍ ଇ ଶବ୍ଦ ମାନେ ଏସ୍ ଇ ଲେଟର ୟୁଜ ହବ ତ ସି ଦେଖ ମୁଁ ଲେଖୁଛି ଗୋଟେ କଣ advance 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 ତାପରେ ଚାନ୍ସ CHANC ଦେଖ ତ ଏଇ କଣ ହେଲା ସି ଯେ ସ ଉଚ୍ଚାରଣ ମାନେ ସ ଉଚ୍ଚାରଣ ଯୋଉ ସ୍ପେଲିଂ ରେ ତ ଏଇ ସି ଜାଗାରେ କଣ ତା ପୂର୍ବରୁ ସବୁବେଳେ କଣ ହଉଛି ଦେଖ ଏନ୍ ବା ଆର୍ ଥିଲେ ଏନ୍ ର ବୁଝିପାରିଲ ଏଇ ଏନ୍ ଥିଲେ ସେଇ ଜାଗାରେ କଣ ଯେଉଁ ଶବ୍ଦ ଶେଷ ମାନେ ଏସ୍ ଶବ୍ଦ ପୂର୍ବରୁ ଏନ୍ ଥିବ ବା ଆର୍ ଥିବ ସେଇ ଜାଗାରେ କଣ କଣ ତମର ୟୁଜ ହବ ସି ଇ ଆର୍ ର ଦେଖିବା କଣ ଦେଖ ଫର୍ସ ଏଫ୍ ଓ ଆର୍ ସି ଫର୍ସ କମର୍ସ ସି ଓ ଏମ୍ ଏମ୍ ଇ ଆର୍ ସି ଫର୍ସ କମର୍ସ ଫର୍ସ ର କଣ ହେଇଯିବ ଏଇ ଯେ ଏଫ୍ ଓ ଆର୍ ସି ଏଇ ଦେଖ ସେ ଯେ ସି ସ ଯେ ଉଚ୍ଚାରଣ ହଉଛି ତାର ସି ଇ ପୂର୍ବରୁ କଣ ଅଛି ଆର୍ ଅଛି ତ ଏଇ ଜାଗାରେ କଣ ହେଇଯିବ ତମର ସି ଇ ବ୍ୟବହାର କରାଯିବ କମର୍ସ ର ସେମିତି ସି ଓ ଏମ୍ ଏମ୍ ଇ ଆର୍ ସି ତ ଏଇ ସି ଇ ପୂର୍ବରୁ କଣ ଅଛି ଆର୍ ଅଛି ଆହୁରି ଗୋଟେ ଲେଖିବା ୱାନ୍ସ ଓ ଏନ୍ ସି ଇ ୱାନ୍ସ ତ ୱାନ୍ ଦେଖ ସି ପୂର୍ବରୁ ଏନ୍ ୟୁଜ ହଉଛି ୱାନ୍ସ କଣ ଏସ୍ ଓ ୟୁ ଆର୍ ସି ସର୍ଚ୍ଚ ତ ଏଇ କଣ ହେଇଯିବ ୟା ପୂର୍ବରୁ କଣ ହେଇଯିବ ଯୋଉ ସି ପୂର୍ବରୁ କଣ ଅଛି ଆର୍ ଅଛି ଯେ ସି ର ପ୍ରୋନାଉନ୍ସିଏସନ ଲେଖ ସି ଟା ଆମେ କଣ ଅଛି ପ୍ରୋନାଉନ୍ସିଏସନ କଣ କରୁଛୁ ସି ମାନେ ପ୍ରୋନାଉନ୍ସିଏସନ ସି ହଉଛି କିନ୍ତୁ ଲେଖୁଛି ଆମେ କଣ ଲେଖିବୁ କଣ ସି ସି ଅର୍ଥାৎ ସି ଇ ଏଠି ସେମିତି ପ୍ରୋନାଉନ୍ସିଏସନ କଣ ହେଇଯିବ ଏସ୍ ଏଠି ତମର ପ୍ରୋନାଉନ୍ସିଏସନ ଆସିବ ଦେଖ ଯେମିତି ହାଉସ୍ ଏଚ୍ ଓ ୟୁ ଏସ୍ ଇ ହାଉସ୍ ସ ଉଚ୍ଚାରଣ ତ ଏଇଠି କଣ ହେଇଯିବ ସ ଏଇ ସ ଜାଗାରେ ଏସ୍ ଜାଗାରେ ଆମେ କଣ ଏସ୍ ସି ଲେଖିବୁ ମାଉସ୍ ହାଉସ୍ ନର୍ସ ଏଇ ସବୁ ଜାଗାରେ ପ୍ଲିଜ ଫଲ୍ ଏଇ ସବୁ ଜାଗାରେ କଣ ହେଇଯିବ ତମର ଏସ୍ ଇ ୟୁଜ ହବ ଆଉ ସି ଇଜ୍ କୋଉଠି ହବ ସି ପୂର୍ବରୁ ଏନ୍ ଆର୍ ଥିଲେ ସେଇ ଜାଗାରେ ତମର କଣ ହେଇଯିବ ସି ଇ ୟୁଜ ହବ ମାନେ ସି ବ୍ୟବହାର ହେଇଯିବ ଏଠି ଦେଖ ଆଉ କଣ ହେଇଯିବ ଯେଉଁ ଶବ୍ଦରେ କି ତମର ମାନେ ଏ ଓ ୟୁ ଭାୱେଲ ସାଉଣ୍ଡ ଯେ ମାନେ ଏଇ ତିନିଟି ଭାୱେଲ ଏ ଓ ୟୁ ଏଇ ତିନିଟି ଭାୱେଲ ସାଉଣ୍ଡ ଯଦି ଥାଏ ସାଇଲେଣ୍ଟ ହୋଇକି ରହିଥାଏ ଅର୍ଥାତ ସଫ୍ଟ ଆଫ୍ଟର ହେଇଥାଏ ମାନେ ସଫ୍ଟ ହେଇଯାଇଥାଏ ତ ସେଇ କ୍ଷେତ୍ରରେ କଣ ହେଇଯିବ ତମର ସି ଇ ବ୍ୟବହାର କରାଯିବ ବୁଝିପାରିଲ ଜୟ ଜଗନ୍ନାଥ